ଆଜିର ଲଞ୍ଚ ବକ୍ସ ମୁଁ ମୋ ହଜବେଣ୍ଡଙ୍କ ପାଇଁକି ଡେଡିକେଟ୍ କରୁଛି କିନ୍ତୁ ୟା ପରଠାରୁ ଯେଉଁ ବି ଲଞ୍ଚ ବକ୍ସ ମୁଁ ଆପଣମାନଙ୍କ ସହ ସେୟାର କରିବି ସେ ସବୁ ମୋ ଭିଉଅରଙ୍କ ନାଁରେ ହିଁ ଡେଡିକେଟ୍ ହେବ। ତ ମୋ ହଜବେଣ୍ଡଙ୍କ ଭଲ ନାଁର ଫାଷ୍ଟ ଚାରିଟା ଲେଟର ହେଉଛି ABHI। ତ ତାଙ୍କ ନାଁରେ ଆଜି ସବୁ ପ୍ରକାରର ଖାଇବା ମୁଁ ବନେଇଛି। ଚାଲନ୍ତୁ ଦେଖିବା କ'ଣ କ'ଣ ବନେଇଛି। ତ ପ୍ରଥମ ଲେଟର ହେଉଛି ଏରେ ସେଥିପାଇଁ ଆଜି ମୁଁ ବନେଇଥିଲି ଅରୁଆ ଭାତ। ତ ଟିକେ ଭାତଟା ଅଧିକା ହେଇଯାଇଛି ସେଥିପାଇଁକି ଟିକେ ଜାଉ ଟାଇପ୍ର ଲାଗୁଛି। ତ ଯାହା ବି ହେଉନା କାହିଁକି ଏରେ ଆଜି ବନେଇଥିଲି ମୁଁ ଅରୁଆ ଭାତ। ତାପରେ ତାଙ୍କ ନାଁର ସେକେଣ୍ଡ ଲେଟର ହେଉଛି ବି। ଆପଣମାନେ ଗେସ୍ କରିକି କୁହନ୍ତୁ ତ ମୋ ହଜବେଣ୍ଡଙ୍କ ନାଁଟା କ'ଣ, ମୋତେ କମେଣ୍ଟ ବକ୍ସରେ ନିହାତି ଲେଖିକି ଜଣେଇବେ। ତ ବିରେ ଆଜି ମୁଁ ବନେଇଥିଲି ବୁଟ ଡାଲି ଆଳୁ ଆଉ କଖାରୁ ତରକାରୀ। ମୋତେ ଏ ତରକାରୀଟା ବହୁତ ବଢ଼ିଆ ଲାଗିଥାଏ ପୁରୀ କିମ୍ବା ପରଟାରେ ଖାଇବା ପାଇଁକି। ଛୋଟ ପିଲାବେଳେ ଯେତେବେଳେ ଆମମାନଙ୍କର ଜନ୍ମଦିନ ଭୋଜି ହେଇଥାଏ ତ ସମସ୍ତଙ୍କ ଘରେ ପୁରୀ ସହିତ ଏଇ ବୁଟ ଡାଲି ଆଳୁ କଖାରୁ ତରକାରୀ ହେଇଥାଏ, ତା ସହିତ ରସଗୋଲା କିମ୍ବା କାଲା ଜାମୁନ ଏମିତି ଗୋଟେ ମିଠା ନିହାତି ଆସିଥାଏ। ଠିକ୍ କହିଲି ନା ନାହିଁ ମୋତେ ଜଣେଇବେ। ତ ସେଇ ତରକାରୀଟା ଆଜି ମୁଁ କରିଥିଲି। ତା ସହିତ ତାଙ୍କର ଥାର୍ଡ଼ ଲେଟର ଯେଉଁଟା ହେଉଛି ଏଚ୍, ସେଇଥିରେ ମୁଁ ଆଜି କରିଥିଲି ଏଚ୍ରେ ବନେଇଥିଲି ଆଜି ମୁଁ ହେଙ୍ଗୁ ପକେଇକି ବନ୍ଧାକୋବି ଆଉ ଆଳୁର ଭଜା। ମୋତେ ହେଙ୍ଗୁର ବାସ୍ନାରେ ବନ୍ଧାକୋବି ଆଳୁର ଯେଉଁ ଭଜାଟା ହେଇଥାଏ ସେଇଟା ବହୁତ ଟେଷ୍ଟି ଲାଗିଥାଏ, ବଢ଼ିଆ ଗୋଟେ ଫ୍ଲେଭର ଦେଇଥାଏ ଭଜାରେ। ଆପଣମାନେ ନିହାତି ଟ୍ରାଏ କରିବେ। ତ ସେଇ ଭଜାଟା ତାଙ୍କୁ ଦେଇଥିଲି। ତା ସହିତ ଆଇ ଯେଉଁ ଲେଟର ତାଙ୍କର ରହିଲା ଯେଉଁଟା ଲାଷ୍ଟ ଲେଟର, ସେଇଥିରେ ମୁଁ ଆଜି ବନେଇଥିଲି ଇନଷ୍ଟାଣ୍ଟ ପାମ୍ପଡ଼। ତ ତାଙ୍କର ଫେଭରାଇଟ୍ ହେଉଛି ପାମ୍ପଡ଼ ଆଉ ଦହି। ଦହି ବିନା ତାଙ୍କୁ କୌଣସି ଖାଇବା ଭଲ ଲାଗେନି। ତ ସେଥିପାଇଁକି ଗୋଟେ ଛୋଟ ଟିଫିନରେ ତାଙ୍କୁ ଦହି ମଧ୍ୟ ଦେଇଥିଲି। ଏଇଟା ଗୋଟେ ୟୁନିକ୍ ଆଇଡ଼ିଆ ମୋ ମାଇଣ୍ଡକୁ ଆସିଛି। ତ ଆପଣମାନେ ମୋତେ ଜଣେଇବେ ଏଇଟା ଗୋଟେ ଭଲ ଆଇଡ଼ିଆ କି ନାହିଁ। ତ ଆସନ୍ତାକାଲି ମୁଁ କାହା ନାଁରେ ଟିଫିନ୍ ବକ୍ସଟା ଡେଡିକେଟ୍ କରିବି ମୋତେ କମେଣ୍ଟ ବକ୍ସରେ ନିହାତି ଜଣେଇବେ। ଯେଉଁ ନାଁରେ ସବୁଠାରୁ ଅଧିକା ଲାଇକ୍ ଆସିଥିବ ତାଙ୍କ ନାଁର ସବୁ ଲେଟରକୁ ନେଇକି ମୁଁ ଲଞ୍ଚ ବକ୍ସ ପ୍ରିପେୟାର କରିବି। ତ ଆପଣମାନଙ୍କ ସହିତ ଦେଖାହେବ ଆସନ୍ତାକାଲି ହଜବେଣ୍ଡଙ୍କର ଆଉ ଗୋଟେ ନୂଆ ଲଞ୍ଚ ବକ୍ସ ଭିଡ଼ିଓ ସହିତ। ତା ସହିତ ଯଦି ଆପଣମାନଙ୍କୁ ୱାର୍କ ଫ୍ରମ୍ ହୋମ୍, ପାର୍ଟ ଟାଇମ୍ ଜବ୍, ଏମିତି ସବୁ ଜବ୍ ରିଲେଟେଡ୍ ଭିଡ଼ିଓ ଦରକାର ଅଛି ତାହେଲେ ଆପଣମାନେ ଏପିକ୍ କାର୍ଟ ଚ୍ୟାନେଲର ଲଙ୍ଗ୍ ଭିଡ଼ିଓରେ ସେସବୁ ପାଇଯିବେ। ଯଦି ଇନଷ୍ଟାଗ୍ରାମରେ ମୋ ରିଲ୍ଟା ଦେଖୁଛନ୍ତି ତାହେଲେ ଜଲ୍ଦି ଜଲ୍ଦି ୟୁଟ୍ୟୁବକୁ ଆସନ୍ତୁ, ଏପିକ୍ କାର୍ଟ ସର୍ଚ୍ଚ କରନ୍ତୁ, ଜବ୍ ଭିଡ଼ିଓଜ ଆପଣଙ୍କୁ ସେଇଠି ମିଳିଯିବ। ରହିଲି, ବାଏ ବାଏ।